बंधु स्वागतम। वार्षिक राशिफल तो आलोचना करुचे। आज बिछा राशि उपरे एक दीर्घ संदर्भ पाठ करवा। बिछा राशि अधिपति हेले मंगल। मंगल को भौम कह जाए कहीं भूमे अपत्यं पुमान, से भूमिपुत्र। ये सर्व स्वसागराधरार जेते स्थलभाग अच्छी सब स्थलभागार अधिकारी हेले भौम कुज माने मंगल। से हेले राजपुत्र, से अभिमानी। तांको सम्मान रे इंचे आघात हेले से खूब रागी जाती, प्रलय सृष्टि कर दियंती। मंगलंकर सब लक्षण बिछा राशि पाखे अच्छी। तेणु बिछा राशि व्यक्ति माने चाहती समस्त को अधीनस्थ करने, ये समस्त पृथ्वी को निज आयत्त को आने, समस्त उपरे आधिपत्य विस्तार करती। जदि व्यवहार चाली चलन कथबार्ता क्या आघात दिए, तार मूल कारण हेले चंद्र। कारण चंद्र बिछारे नीच नीचस्थ चंद्र बिछा को पागल कर दियंती, मानसिक अस्थिर सृष्टि कर दियंती। ये अस्थिरता भितर से निष्पत्ति नहीं पारती केउटा भूल केउटा भल। अवश्य चंद्र जमी चंचल सेमती स्थिर हो जाए, से पर मुहूर्त निज भूल बुझीपारती। से बिछा राशि एबे एकादश केतु, एकादशस्थाः सर्वे ग्रहा फलदा भवन्तु पुरोहितो ये कल्याण करती। बृहस्पति सप्तमस्थ एवं तेणु सप्तमर बृहस्पति सबकि दे जाती। जामित्र संस्थे विपुलात लक्ष्मी। सप्तमस्थ बृहस्पति को मित्र गृहर बंधु कह जाए। सप्तमस्थ हेले बृहस्पति ढाली दियंती, प्रबल संपत्ति कर दियंती। चाकरी मानकर प्रमोशन हुए, बाकी थी मिल जाए। कृषकंकर ठेंग जमी भी भल फसल हुए, अन्य वृत्तिधारी समस्त विकास हुए। रवि तृतीय षष्ठ दशम एकादश हेले सबु दुख हरण करती। कहती रवि सुधी। तेणु आपण जातक जदि केतु सिंहरे बिछारे धनुरे मीनरे मेषरे आ कर्कटे थांती, ताले केतु भल फल देवे। बृहस्पति से भली कर्कट मेष सिंह सिंह धनु मीन बिछा ए घर थिले मध्य भल फल दियंती। रवि से भली मेष सिंह मीन धनु बिछा आउ कर्कट थिले भल फल दियंती। एई रवि केतु और बृहस्पति प्राय परस्पर को आदर करती, स्नेह करती। से तो बृहस्पति मीन आउ धनु, रविंकर सिंह ए घर को केतु निजर आदरणीय गृह बोली ग्रहण करचंती। यही जगह मानकरे केतु रवि
ଆଉ ବୃହସ୍ପତି ଥିଲେ ବହୁତ ଭଲ ଫଳ ଦିଅନ୍ତି। ତେଣୁ ଏ ବର୍ଷରେ 25 ମସିହାରେ ବିଛା ରାଶିଙ୍କୁ ବୃହସ୍ପତି, ରବି ଆଉ କେତୁ ପୂର୍ଣ୍ଣ ସହଯୋଗ କରିବେ। ଯେବେ କେତୁ ସିଂହକୁ ଯିବେ, ଦଶମ ହେବେ। ଦଶମ କେତୁ କର୍ମକ୍ଷେତ୍ରରେ ସମ୍ମାନନୀୟ କାର୍ଯ୍ୟ କରାଇ ଆନନ୍ଦିତ କରିବେ, ପ୍ରଫୁଲ୍ଲିତ କରିବେ। ସୁତରାଂ କେତୁ ପ୍ରାୟ ବର୍ଷ ସାରା ଆନନ୍ଦ ଦେବେ। ଆସନ୍ତୁ ଦେଖିବା, ଶୁଣିବା, ପଢ଼ିବା, ଜାଣିବା ବିଷୟବସ୍ତୁ କ'ଣ ଅଛି। ବିଛାର ଅଧିପତି ମଙ୍ଗଳ। ମଙ୍ଗଳଙ୍କୁ ଭୌମ କୁହାଯାଏ, ଅର୍ଥାତ୍ ଭୂମିପୁତ୍ର, ପୃଥିବୀର ସନ୍ତାନ, ପୃଥିବୀର ସମସ୍ତ ଭୂମିର ଅଧିକାରୀ, ରାଜପୁତ୍ର ଭୌମ। ବିଛାରେ ଚନ୍ଦ୍ର ନୀଚ। ଚନ୍ଦ୍ର ବିଛା ରାଶିର ମନକୁ ସର୍ବଦା ଚଞ୍ଚଳ କରେ। ଅସ୍ଥିର ହେତୁ ଏହି ରାଶିର ଲୋକେ ସହଜରେ ରାଗିଯାଆନ୍ତି। ନିଜର ଆଧିପତ୍ୟ ବିସ୍ତାର କରି ଅନ୍ୟମାନଙ୍କୁ ଅଧୀନସ୍ଥ କରିବାକୁ ପ୍ରୟାସ କରିଥାନ୍ତି ବିଛା ରାଶିର ଲୋକେ। ଏମାନେ ବଡ଼ ଅଭିମାନୀ, ସମ୍ମାନ ପ୍ରିୟ। ସୁତରାଂ ବିଛା ରାଶି ଉପରେ ଆମେ ଆଲୋଚନା କରିବା। କେତୁ ଏବେ କନ୍ୟାରେ, ବିଛା ଠାରୁ କନ୍ୟା ଏକାଦଶ। 28/5/25 ଯାଏ କେତୁ ବିଛା ରାଶିଆଙ୍କୁ ଏକାଦଶ ଫଳ ଦେବେ। 28/5/25ରେ ବକ୍ର ଗତିରେ କେତୁ ସିଂହକୁ ଯିବେ, ଦଶମ ହେବେ। ଦଶମ କେତୁ କର୍ମ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବେ, ଉଜୁଡ଼ା କାମକୁ ସଜାଡ଼ି ଦେବେ। ମାତ୍ର ଏକାଦଶ କେତୁ ସମସ୍ତ ଆୟପନ୍ଥା ଖୋଲିଦେବେ। କୃଷକ, ବଣିକ, ବଣିଆ, ବ୍ୟବସାୟୀମାନେ ତଥା ଆଇନଜୀବୀମାନେ ନିଜ ବୃତ୍ତିରୁ ଯଥେଷ୍ଟ ଲାଭ ପାଇବେ। ସେମାନଙ୍କର ବିଶେଷ ମଙ୍ଗଳ ହେବ। ହେଉଛି ବି ଏବେ ଏଇ ଏକାଦଶ ବୃହସ୍ପତି ସମସ୍ତ ପ୍ରକାର ଲାଭ କରାଉଛନ୍ତି, ଅନ୍ୟ କେହି ନୁହଁ। ଦାମ୍ପତ୍ୟ ଜୀବନରେ ଶାନ୍ତି ଆଣୁଛନ୍ତି ଏବେ କେତୁ। ବୃହସ୍ପତି ଏବେ ବୃଷରେ, ବିଛା ପାଇଁ ସପ୍ତମ ଗୁରୁ ପାରିବାରିକ, ସାମାଜିକ, ଆର୍ଥିକ, କାୟିକ ଓ ମାନସିକ ଶାନ୍ତି ଦେଇଥାନ୍ତି, ଯାହାକି ସମସ୍ତ ବିଛା ରାଶି ଏବେ ଅନୁଭବ କରୁଛନ୍ତି। କେତୁ ଯେପରି ସିଂହ, ଧନୁ ଓ ମୀନରେ ଶକ୍ତିମାନ, ଗୁରୁ ସେହିପରି କର୍କଟ, ମେଷ, ବିଛା, ମୀନ, ଧନୁ ଓ ସିଂହରେ ଥିଲେ ବହୁ ଶକ୍ତିଶାଳୀ ହୋଇଥାନ୍ତି ଓ ଉତ୍ତମ ଫଳ ଦେଇଥାନ୍ତି। ବୃହସ୍ପତି ମେ ଶେଷ ସପ୍ତାହକୁ ମିଥୁନକୁ ଆସିବେ, ବିଛା ପାଇଁ ଅଷ୍ଟମ ହେବେ। ଏହା ଆଦୌ ଶୁଭ ଲକ୍ଷଣ ନୁହେଁ। ଯଦି ବୃହସ୍ପତି ମକର, କୁମ୍ଭ, ତୁଳା, ମିଥୁନ ଓ ବୃଷରେ ଥିବେ, ତାହେଲେ ଅଷ୍ଟମ ଫଳ ବଡ଼ ଅଶୁଭ ହେବ। ଯଦି ବୃହସ୍ପତି ମକର, କୁମ୍ଭ, ତୁଳା, ମିଥୁନ ଓ ବୃଷରେ ଥିବେ, ତେବେ ଅଷ୍ଟମ ଫଳ ବଡ଼ ଅଶୁଭ ହେବ। ରବି ଜାନୁଆରୀ 14ରୁ ଫେବୃଆରୀ 13 ଯାଏ ତୃତୀୟ ହେବେ। ସେ ବିଛା ରାଶି ପାଇଁ ସୁସମ୍ପର୍କ, ସୁସମ୍ବନ୍ଧ, ମିତ୍ରତା, ଭାଇ ଭଉଣୀରେ ଉତ୍ତମ ସମ୍ପର୍କ ବୃଦ୍ଧି କରିବେ। ଦାମ୍ପତ୍ୟ ଜୀବନରେ ସୁଖର ମଳୟବନ ବହିବ। ଏପ୍ରିଲ 16ରୁ ମେ 15 ଯାଏ ରବି ଷଷ୍ଠ ହେବେ। ଏଣୁ ଏହି ମାସରେ ଆର୍ଥିକ ବିକାଶ ହେବ, ଦେହ ସୁସ୍ଥ ରହିବ, ପ୍ରମୋଶନ ହେବ, ବାକିଆ ଅର୍ଥ ଏରିୟର ମିଳିଯିବ, ବିବାହ, ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ହେବ, ବହୁ ଶୁଭ ଖବର ମିଳିବ। ଅଗଷ୍ଟ 16ରୁ ସେପ୍ଟେମ୍ବର 15 ଯାଏ ରବି ଦଶମ ହେବେ। କର୍ମ କ୍ଷେତ୍ରରୁ ପ୍ରବଳ ଲାଭ ହେବ। କୃଷକ,
ବ୍ୟବସାୟୀ, ଚିକିତ୍ସକ, ଆଇନଜୀବୀ, ଶିକ୍ଷକ, କଳକାରଖାନାର ମାଲିକ ଓ କମ୍ପାନୀର ମ୍ୟାନେଜର ମାନଙ୍କର ବିଶେଷ ମଙ୍ଗଳ ହେବ, ଲାଭ ହେବ, ଉନ୍ନତି ହେବ। ରବି ଏକାଦଶ ହେବେ ସେପ୍ଟେମ୍ବର 15ରୁ ଅକ୍ଟୋବର 16 ଭିତରେ। ଏହି ମାସରେ ସମସ୍ତ ବିଚାରାଶିଆଙ୍କର ସବୁ ଦିଗରୁ ପ୍ରବଳ ଲାଭ ହେବ। ଯଦି ଜାତକରେ ରବି ତୃତୀୟ, ଷଷ୍ଠ, ଏକାଦଶରେ ଥିବେ, ପୁଣି ସିଂହ, କର୍କଟ, ମେଷ, ମୀନ, ଧନୁ ବା ବିଛାରେ ଥିବେ, ତେବେ ଯଥେଷ୍ଟ ମଙ୍ଗଳ ହେବ। ଏ ସମସ୍ତ ଫଳ ନିଶ୍ଚୟ ପାଇବେ। ମାତ୍ର ଶନି ଶୁଭ ନଥିଲେ କି ଶୁଭ ହେବେନି। ଶନିଙ୍କ ତରଫରୁ ବିଛା ରାଶି ପାଇଁ କିଛି ଶୁଭ ଖବର ନାହିଁ। ସେ ଥିଲେ କୁମ୍ଭରେ, ଚତୁର୍ଥରେ ଯିବେ ମୀନକୁ, ହେବେ ପଞ୍ଚମ। ଯଦି ଜାତକରେ ଶନି କୁମ୍ଭ, ତୁଳା, ମକର, ମିଥୁନ, କନ୍ୟା, ବୃଷରେ ବା ତୃତୀୟ, ଷଷ୍ଠ, ଏକାଦଶରେ ଥିବେ, ଶନି ଦତ୍ତ ଦଣ୍ଡ ଲାଘବ ହେବ। ଅନ୍ୟଥା କଠିନ ଯନ୍ତ୍ରଣା ଦୁଃଖ ଦେବ। ଏଣୁ ଦଶରଥ କୃତ ଶନି ସ୍ତୋତ୍ର ବା ରାମରକ୍ଷା କବଚ ସ୍ତୋତ୍ର ପ୍ରତ୍ୟହ ପାଠ କରନ୍ତୁ। ଶନିଙ୍କ ଦଣ୍ଡରୁ ଅବଶ୍ୟ ରକ୍ଷା ମିଳିବ। ବନ୍ଧୁ, ବାର୍ଷିକ ରାଶିଫଳରେ ଆଜି ଆମେ ବିଛା ରାଶି ଉପରେ ଆଲୋଚନା କଲେ। ବର୍ଷ ସାରା କେତୁ ଆଉ ବୃହସ୍ପତି ତଥା ରବି ସହଯୋଗ କରିବେ। ଶୁକ୍ର, ମଙ୍ଗଳ, ବୁଧ, ଚନ୍ଦ୍ର ବି ସହଯୋଗ କରିବେ। ତେଣୁ ଆପଣମାନେ ଟିକେ ଜଗି ରଖି ଏ ବର୍ଷକୁ ଆଦର କରନ୍ତୁ। ରହିଲି, ନମସ୍କାର।